ମାନବର ସେବା ମାଧବର ସେବା ଜୀବନରେ ବ୍ରତ ତାଙ୍କର। ଅର୍ଥଶାସ୍ତ୍ରରେ ପୋଷ୍ଟ ଗ୍ରାଜୁଏସନ୍ କରିଥିବା ରବୀନ୍ଦ୍ର ମାନବ ସେବାକୁ ଜୀବନର ସମ୍ବଳ ମନେ କରନ୍ତି। ମୟୂରଭଞ୍ଜ ଜିଲ୍ଲାର ଅତ୍ୟନ୍ତ ଗ୍ରାମୀଣ ଅଞ୍ଚଳରୁ ଜନ୍ମ ନେଇଥିବା ଏହି ସମାଜସେବୀ ରବୀନ୍ଦ୍ରନାଥ ସେଠୀ ମୟୂରଭଞ୍ଜ ଜିଲ୍ଲାର ସମସ୍ତେ ତାଙ୍କୁ ରବୀନ୍ଦ୍ର ଭାଇ ବୋଲି ଜାଣନ୍ତି। କାହା ପାଇଁ ସେ ଭାଇ, କାହା ପାଇଁ ସିଏ ଦାଦା। ସବୁ ଅସହାୟଙ୍କୁ ଯଥେଚ୍ଛା ଯୋଗାଇଥାନ୍ତି ସେବା। ବୟସ ତାଙ୍କର 56 ଛୁଇଁଛି। ଭାରି ସରଳ ସୁନ୍ଦର ସ୍ୱଭାବର ମାନବିକତା ତାଙ୍କର। ହସ ହସ ମୁହଁ ସାଙ୍ଗକୁ ନିରାଡ଼ମ୍ବର ଜୀବନଯାପନ ସତରେ ଆଜିର ଯୁବ ସମାଜ ପାଇଁ ନିଶ୍ଚିତ ପ୍ରେରଣାଦାୟୀ ରବୀନ୍ଦ୍ରବାବୁ। ଗାନ୍ଧୀ ଗୋପବନ୍ଧୁ ଆଦି ମହାପୁରୁଷମାନଙ୍କ ଆଦର୍ଶକୁ ମାନି ଚଳୁଥିବା ରବୀନ୍ଦ୍ର ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତି। ପର ଉପକାରକୁ ତାଙ୍କ ଜୀବନର ବ୍ରତ ଭାବି ଚଳନ୍ତି। MRDC ନାମକ ଏକ NGO ସଂସ୍ଥା ମଧ୍ୟ ତାଙ୍କର ଅଛି। ବିଭିନ୍ନ ସମୟରେ ରୋଗୀମାନଙ୍କୁ ନେଇ ମୋତିଆବିନ୍ଦୁର ମାଗଣା ଅସ୍ତ୍ରୋପଚାର, ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର, ମ୍ୟାଲେରିଆ ନିରାକରଣ ନିମନ୍ତେ DTT ସିଞ୍ଚନ ସାଙ୍ଗକୁ ମଦ ହଟାଓ ମା ବଞ୍ଚାଓ ଅଭିଯାନ ଅଦୃଢ଼ ପ୍ରୟାସ ପାଇଁ ମୟୂରଭଞ୍ଜ ଜିଲ୍ଲାର ଘରେ ଘରେ ସେ ପରିଚିତ। କିନ୍ତୁ ରବୀନ୍ଦ୍ର ବିଭିନ୍ନ ସମୟରେ ସେବା କ୍ଷେତ୍ରରେ ଛୋଟ ବଡ଼ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଯେଉଁଥିପାଇଁ ତାଙ୍କୁ ରାଜନୈତିକ ପୃଷ୍ଠପୋଷକତା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କର ଆବଶ୍ୟକତା ଲୋଡ଼ିବାକୁ ପଡ଼େ ଓ ବିଭିନ୍ନ ସମୟରେ ସେ ନିରାଶ ମଧ୍ୟ ହୁଅନ୍ତି ବୋଲି କହିଛନ୍ତି। ଆମେ ମଣିଷମାନେ ଅନୁଭବରୁ ହିଁ ଅଧିକ ଶିଖିଥାଉ। ତେଣୁ ରବୀନ୍ଦ୍ର ଅନୁଭବ କରିଛନ୍ତି ଯେ ଜୀବନରେ ସେବାର ମନୋଭାବ ଯେତେ ଥିଲେ ସୁଦ୍ଧା ରାଜନୈତିକ କ୍ଷମତାର ଆବଶ୍ୟକତା ରହିଛି। ତେଣୁ ସେ ରାଜନୀତିରେ ମଧ୍ୟ ରୁଚି ରଖି ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି। ରବୀନ୍ଦ୍ର ପୂର୍ବରୁ ଏକାଧିକ ଥର ସ୍ୱାଧୀନ ଭାବେ ଲଢ଼ି ସାରିଛନ୍ତି, କିନ୍ତୁ ଏଥରକ ଦଳୀୟ ଟିକେଟରୁ ଲଢ଼ିବାକୁ ଆଶାବାଦୀ ଥିବା କହିଛନ୍ତି। ତେଣୁ ଆଜି ପୂର୍ବୀ ଭାରତ ଟିମ୍ ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବୁଲି ଜନମତ ସର୍ଭେ କରିଥିଲେ। ଏବେ ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ଜନତା ଜନାର୍ଦ୍ଦନ ରବୀନ୍ଦ୍ରକୁ ନେଇ। ମୁଁ ସଞ୍ଜୟ ପ୍ରଧାନ, ବ୍ରହ୍ମପୁରା ଆଗ୍ରିଆ। ସାର୍, ଯେଉଁ ରବୀନ୍ଦ୍ର ବାବୁଙ୍କ କଥା କହୁଥିଲେ, ରବୀନ୍ଦ୍ର ବାବୁ ଶୁଭେଚ୍ଛା ଜଣାଇଛନ୍ତି, ଆପଣ ତାଙ୍କୁ ଚିହ୍ନିଛନ୍ତି। ଆଉ ରବୀନ୍ଦ୍ର ବାବୁଙ୍କୁ କେମିତି ଜାଣନ୍ତି ଆପଣ? ରବୀନ୍ଦ୍ର ବାବୁଙ୍କୁ ମୁଁ ଦୀର୍ଘ 7-8 ବର୍ଷ ଧରିକି ଜାଣିଛି। ଆଉ ମୁଁ ଏଇ ଯେଉଁ ସମାଜ ସେବା କରେ, ମୁଁ ଯେଉଁ ସାରସକଣା ବାଙ୍ଗିରି କୃଷି ଏପଟେ ବୁଲିଲା ବେଳେ ତାଙ୍କ ନାଁ ମୁଁ ବହୁତ ଶୁଣିଛି। ଆଉ ସେ ଫିଲ୍ଡରେ ଲୋକମାନଙ୍କର ସେବା କରିବାର ମୁଁ ବହୁତ ଦେଖିଛି। ଏପଟେ ଯେଉଁ ଖାଲି ସାରସକଣା ବାଙ୍ଗିରି କୃଷି ନୁହେଁ, ସେପଟେ ଆସିକି ବଡ଼ସାହି ବେତନଟି ଏପଟେ ବି ବିଭିନ୍ନ ଲୋକଙ୍କୁ ସେବା କରିବା, ସାହାଯ୍ୟ କରିବା ମୁଁ ଦେଖିଛି ଆଉ ଶୁଣିଛି। ରବୀନ୍ଦ୍ର ବାବୁ ରାଜନୀତିରେ ରୁଚି ରଖିଛନ୍ତି ବୋଲି ଆମେ ତାଙ୍କର ଗୋଟେ ବିଗତ କିଛି ଦିନ ତଳେ ଗୋଟେ ଇଣ୍ଟରଭ୍ୟୁ ନେଇଥିଲୁ। ରାଜନୀତିରେ ରୁଚି ରଖନ୍ତି, ଯଦି ରାଜନୀତିରେ ରୁଚି ରଖିଛନ୍ତି ଆଉ କୌଣସି ବି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରନ୍ତି, ତାଙ୍କର ପ୍ରଦର୍ଶନ କେମିତି ରହିବ ଆଶା କରୁଛନ୍ତି? ଯେଉଁ ସେଭଳି ଲୋକଙ୍କୁ ରାଜନୀତିରେ ଚାନ୍ସ ଦେବା ବହୁତ ଭଲ ହବ। ଆଉ ସେଭଳି ଲୋକ ଯେଉଁ ରାଜନୀତିକୁ ଆସିଲେ ଦେଶର ବହୁତ ଉନ୍ନତି ହେଇପାରିବ। ତେଣୁ ରବୀନ୍ଦ୍ର ବାବୁ ଯଦି କୌଣସି ବି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରନ୍ତି, ତାହେଲେ ସେ ନିହାତି ଅଞ୍ଚଳବାସୀ ତାଙ୍କୁ ପସନ୍ଦ କରିବେ। ନିଶ୍ଚୟ ନିଶ୍ଚୟ ପସନ୍ଦ କରିବେ, ଆଉ ସେ ନିଶ୍ଚୟ ଜିତିକି ଆସିବେ ବୋଲି ମୁଁ ଆଶା କରୁଛି। ଅନୁପମା ମହାପାତ୍ର। ଦିଦି, ଏଇ ଯୋଉ ରବୀନ୍ଦ୍ର ସେଠୀ ତାଙ୍କୁ ଆପଣ କେମିତି ଜାଣନ୍ତି? ମୁଁ ସେ ବହୁତ ଯେବେଠୁ ସ୍କୁଲ ଖୋଲିଲା ସେ ଆମ ସ୍କୁଲକୁ ବହୁତ ଥର ଆସନ୍ତି। ଏଇଟା ତ ଆମର ହୋମ ପିଲାମାନେ ରୁହନ୍ତି, ସେ ବହୁତ ସହାୟତା କରିଛନ୍ତି ଆମ ସ୍କୁଲ ପାଇଁ। ସମସ୍ତେ ଏଠୁ ମୁଁ ବି ଯାହା ତାଙ୍କ ପରିଚୟ ଜାଣିଛି, ମୁଁ ଆଜି ବି ଶୁଣିଲି ସେ ଆସିବା କଥା। ତାପରେ ସମସ୍ତେ କହିଲେ ସେ ବହୁତ ଭଲ ଲୋକ ଏବଂ ସେ ରାଜନୀତିରେ ରୁଚି ରଖିଛନ୍ତି। ଯଦି କୌଣସି ଦଳ ଯେ ଦଳ ହଉ ତାଙ୍କ ଉପରେ ଆସ୍ଥା ପ୍ରକଟ କଲେ ସେ କ'ଣ ଜିତି ପାରିବେ? ନିଶ୍ଚୟ 100% ଜିତିବେ। ମୁଁ ଚନ୍ଦନପୁର ଜିପିରୁ ଆସିଛି। ମୁଁ କଲେଜ ପ୍ରିୟରୁ ରବୀନ୍ଦ୍ର ଭାଇକୁ ମୁଁ ଜାଣିଛି, ସମାଜସେବୀ କରିଛନ୍ତି, ସେଇ ଇଏର ଜାଣିଛି। ଯଦି ତାଙ୍କୁ ରାଜନୀତିର ଚାନ୍ସ ଦିଆଯାଏ ଭଲ ପ୍ରଦର୍ଶନ ରହିବ ବୋଲି ମୁଁ ଆଶା କରୁଛି। ଆପଣ ତ ଏଇ ପଞ୍ଚାୟତରେ ବି ଆଉ ଏଇ ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ଅନ୍ୟାନ୍ୟ ଲୋକ କ'ଣ ଚର୍ଚ୍ଚା କରୁଛନ୍ତି, ରବୀନ୍ଦ୍ର ବାବୁ ଯଦି କୌଣସି ବି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରୁଛି ତାହେଲେ ସେ ଜିତି ପାରିବେ? ହଁ, ଚର୍ଚ୍ଚା ତ ନିହାତି କରୁଛନ୍ତି ସବୁଆଡେ। ଆମର ବହୁତ କ୍ୟାଣ୍ଡିଡେଟ୍ ଦେଖିଲେଣି ବଡ଼ସାହି ନିର୍ବାଚନ ମଣ୍ଡଳୀରୁ, କିନ୍ତୁ ଆମର ବଡ଼ସାହି ନିର୍ବାଚନ ପରିବର୍ତ୍ତନ ହିଁ ଚାହୁଁଛନ୍ତି। ନୂଆ କ୍ୟାଣ୍ଡିଡେଟ୍ ଜିତେଇବାକୁ ସମସ୍ତେ ଆଶା କରୁଛନ୍ତି। ରବୀନ୍ଦ୍ର ବାବୁଙ୍କର ବ୍ୟକ୍ତିତ୍ୱକୁ ଲୋକ ପସନ୍ଦ କରୁଛନ୍ତି? ପସନ୍ଦ କରୁଛନ୍ତି। ଆପଣ ପସନ୍ଦ କରନ୍ତି? ପସନ୍ଦ କରୁଛି। ରବୀନ୍ଦ୍ର ବାବୁ ଯଦି ମାନେ କୌଣସି ଦଳ ଆସ୍ଥା ପ୍ରକଟ କରନ୍ତି, ରବୀନ୍ଦ୍ର ବାବୁ ଜିତିବେ? ଜିତିବେ, ନିହାତି ଜିତିବେ। ମୁଁ ଅଞ୍ଜଳି ପ୍ରଧାନ, ବଡ଼ସାହି ନିର୍ବାଚନ ମଣ୍ଡଳୀର। ଆପଣ ଏଇ ତ 2-3 ମାସ ପରେ ଇଲେକ୍ସନ ଆସୁଛି। ଏଇ ଯୋଉ ରବୀନ୍ଦ୍ର ସେଠୀ ଯୋଉ ଅଛନ୍ତି, ଜାଣିଛନ୍ତି ତାଙ୍କୁ? ଏମିତି ଶୁଣିଛି ଆଉ।
कौन शुणी विषय केमती लोक सी से भल जदि राजनीति रे कौन दल छिड़ा हुआ आपण मैंने जितेबे से जितबे चेष्टा करिया जितेया अन्य माने आस्था प्रकट करेंगे हाँ